ଶ୍ରୀ ବିଦ୍ୟାବାଟିକାରେ ମାତୃଭାଷା ଦିବସ। ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା। ଏହି ସୂଚନାଟି ଆଜିକାଲିର ନୁହଁ। କେବେଠାରୁ ଏହି ସୂଚନାଟି ପ୍ରତ୍ୟେକ ମଣିଷ ପାଖରେ ରହିଆସିଛି। କିନ୍ତୁ ଦୁଃଖର ବିଷୟ ଯେ ଏହି ସୂଚନାକୁ ଉଚିତ ମର୍ଯ୍ୟାଦା ଦେବାରେ ମଣିଷ ସମାଜ ବିଫଳ ହୋଇଛି। ଆଧୁନିକ ସମାଜରେ ନିଜ ମାତୃଭାଷାକୁ ଛାଡ଼ି ଅନ୍ୟ ଭାଷାକୁ ଆପଣାଇବା କିମ୍ବା ଅନ୍ୟ ଭାଷାକୁ ଭଲ ପାଇବା ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛି। କିନ୍ତୁ ନିଜର ମାତୃଭାଷା ଯେ ନିଜର ଏକ ପରିଚୟ, ଏ ବିଷୟରେ ମଣିଷ ସମାଜ ଭୁଲି ଯାଇଥାଏ। ଓଡ଼ିଶା ରାଜ୍ୟର ମାତୃଭାଷା ଓଡ଼ିଆ ହୋଇଥିବା ବେଳେ ଅନେକ ଲୋକ ଓଡ଼ିଆକୁ ଖୁବ୍ ଆପଣାର କରିଛନ୍ତି। ନିଜ ରାଜ୍ୟ ବ୍ୟତୀତ ଅନ୍ୟ ରାଜ୍ୟରେ ମଧ୍ୟ ଓଡ଼ିଆ ଭାଷାର ପରିଚୟ ଦେବା ପାଇଁ ଅନେକ ଚେଷ୍ଟା କରିଥାନ୍ତି। ସେହି ମାତୃଭାଷାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ 21 ଫେବୃଆରୀକୁ ମାତୃଭାଷା ଦିବସ ରୂପେ ପାଳନ କରାଯାଇଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୋରୁମୁଙ୍ଗାଠାରେ ଥିବା ଶ୍ରୀ ବିଦ୍ୟାବାଟିକାରେ ପାଳିତ ହୋଇଯାଇଛି ମାତୃଭାଷା ଦିବସ। ଶ୍ରୀ ବିଦ୍ୟାବାଟିକାରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଖୁବ୍ ଉତ୍ସାହ ସହକାରେ ମାତୃଭାଷା ଦିବସକୁ ପାଳନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀମାନେ ମଧ୍ୟ ଖୁବ୍ ଉତ୍ସାହ ସହକାରେ ନିଜର ପ୍ରିୟ ମାତୃଭାଷାକୁ ଆପଣାର କରିବା ପାଇଁ ବ୍ୟାକୁଳ ହୋଇଉଠିଥିଲେ। ଭାଷା ଭିତ୍ତିକ ଏବଂ ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରିବା ପାଇଁ ଫେବୃଆରୀ 21ରେ ମାତୃଭାଷା ଦିବସ ପାଳନ କରାଯାଇଛି। ଏହା ମଧ୍ୟ ଭାଷା ସଂରକ୍ଷଣର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିଥାଏ। ଶ୍ରୀ ବିଦ୍ୟାବାଟିକାର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ନିର୍ଦ୍ଦେଶକ ଅନିଲ ଚାୱଡ଼ାଙ୍କ ନିର୍ଦ୍ଦେଶ କ୍ରମରେ ଅନୁଷ୍ଠାନରେ ମାତୃଭାଷା ଦିବସକୁ ସ୍ୱତନ୍ତ୍ରତା ଭାବରେ ପାଳନ କରାଯାଉଛି। ଏହି ଦିବସରେ ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଖୁବ୍ ଉତ୍ସାହିତ ରହିଥିବା ଦେଖାଯାଇଥିଲା। ଉଣେଇଶହ 52 ମସିହାରେ ଏହି ଦିନ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଶହୀଦମାନଙ୍କୁ ସ୍ମରଣ କରିବା ପାଇଁ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ମାତୃଭାଷା ଦିବସର ଆବଶ୍ୟକତାକୁ ଦୃଷ୍ଟିରେ ରଖି 1999 ମସିହାରେ ୟୁନେସ୍କୋ ଦ୍ୱାରା 21 ଫେବୃଆରୀକୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଭାବରେ ଘୋଷିତ ହୋଇଥିଲା। ଏବେ ଏହି ମାତୃଭାଷା ଦିବସକୁ ବିଭିନ୍ନ ମହଲରେ ପାଳନ କରାଯାଉଥିବା ବେଳେ ବିଶେଷ ଭାବରେ ସ୍କୁଲମାନଙ୍କରେ ପାଳନ କରାଯାଇଛି। ସେମିତି ତୋରୁମୁଙ୍ଗାର ଶ୍ରୀ ବିଦ୍ୟାବାଟିକାରେ ମଧ୍ୟ ଖୁବ୍ ଉତ୍ସାହ ସହକାରେ ମାତୃଭାଷା ଦିବସକୁ ପାଳନ କରୁଥିବା ଦୃଶ୍ୟ ଏ ଅଞ୍ଚଳ ପାଇଁ ମାତୃଭାଷାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଦେଇଛି। ଆଉ ଯେତେ ଭାଷା ଶିଖୁଛ ଶିଖ, ଆଗ ନିଜ ମାତୃଭାଷାର ମହତ୍ତ୍ୱ ରଖ। ଆସନ୍ତୁ ଆମେମାନେ ମଧ୍ୟ ନିଜ ନିଜ ଅଞ୍ଚଳରେ ଏକାଠି ହୋଇ ସବୁ କ୍ଷେତ୍ରରେ ମାତୃଭାଷାର ବ୍ୟବହାର ଓ ସୁରକ୍ଷା ପାଇଁ ସଂକଳ୍ପ ନେବା। କେନ୍ଦୁଝରରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।